କିନ୍ତୁ ଆପଣଙ୍କ ଚେହେରା ଖରାପ ବୋଲି ଆପଣ କେବେ ଭାବନ୍ତି? ନାଇଁ ନାଇଁ ମୁଁ ମାନେ ହିରୋ ଚେହେରା ଆପଣଙ୍କ ନାହିଁ। ମୁଁ ଭାବି ନାହିଁ ଏସବୁ ବାବଦରେ ଭାବି ନାହିଁ। ହଁ, ଯୋଉ ଚେହେରା ଅଛି ଆପଣ ପୁରା କହୁଥିଲେ ଆପଣ ହଉଛନ୍ତି କାଦୁଅ। ହଁ ମୁଁ ସେଇ କଥା କହିଲି, ମୁଁ ଏତେ ସବୁ କଥା ଭାବି ନାହିଁ। କିନ୍ତୁ ଆପଣ ଭାବୁଛନ୍ତି କି ନାଇଁ ଆଗକୁ ହିରୋର ସ୍ୱରୂପ ଚେଞ୍ଜ ହେଇଯିବ? ଏଠି ଆଜିକା ଡେଟରେ ବି ଚେଞ୍ଜ ହେଇଗଲାଣି। ଆଉ ହିରୋ ଇନ ଦ ସେନ୍ସ କି ମାନେ ସେ ଯୋଉ ନାଚ ଗୀତ ଥିବ ଆଉ ବହୁତ ସୁନ୍ଦର ଦେଖାଯାଉଥିବ ସେ ଜିନିଷ ଚେଞ୍ଜ ହେଇଗଲାଣି। ହଁ, କିନ୍ତୁ ଏବେ ବି ଅଛି, କେତେ ଲୋକଙ୍କ ମୁଣ୍ଡରେ ବି ଅଛି ସେ ସବୁ ଜିନିଷ, କିନ୍ତୁ ଆସ୍ତେ ଆସ୍ତେ ବଦଳୁଛି। ହଁ ଚରିତ୍ର ହଉଛି ଚରିତ୍ର। ଚରିତ୍ରକୁ ଫିଲ୍ମରେ ଜଷ୍ଟିଫିକେସନ ଯେ ମେଡ୍ ସର୍ଭାଣ୍ଟ ରୋଲ କରୁଥିବେ ସିଏ ବି ଗୋଟେ ହିରୋ ହେଇପାରିବେ, ହିରୋଇନ ହେଇପାରିବେ, ବା ଆଉ ଗୋଟେ ଛୋଟ ଭୂମିକା ଯାହାର ଥିବ ସମାଜ ଜୀବନରେ। ଆମର ଭାରତୀୟ ସମାଜରେ ତ ବହୁତ ଗୁଡ଼ିଏ ସ୍ତରୀକରଣ ଅଛି, ଷ୍ଟ୍ରାଟିଫିକେସନ। କିନ୍ତୁ ଯେକୌଣସି ବ୍ୟକ୍ତି ବି ଫିଲ୍ମର ହିରୋ ହେଇପାରନ୍ତି। ଆଉ ସେ ସୁନ୍ଦର ଦେଖାଯାଉଥିବେ, ବଡି ବିଲ୍ଡର ହେଇଥିବେ। ମୁଁ ସେ କଥା କହୁଛି, ରବର୍ଟ ଡିନିରୋ ଗୋଟେ ଫିଲ୍ମ କରିଥିଲା ହଉଛି 70 କେତେରେ ଟ୍ୟାକ୍ସି ଡ୍ରାଇଭର। ହଁ, ଠିକ ଅଛି, ତ ତାଙ୍କ ଚରିତ୍ର ଥିଲା ଟ୍ୟାକ୍ସି ଡ୍ରାଇଭର। ସେତେବେଳେ ସୁପରଷ୍ଟାର ଥିଲେ। ହଁ, ତ ସେ କଣ କଲେ ନା, କଲମ୍ବିଆ ପିକ୍ଚର ଯେତେବେଳେ ଅଫର ଦେଲେ ସେ କାହାକୁ କିଛି କହିଲେନି, ପଳେଇଲେ ଚୁପଚାପ ଯାଇକି ଗୋଟେ ଜାଗାରେ ଷ୍ଟ୍ରଗଲ କରିକି ଟ୍ୟାକ୍ସିଟେ କିଣିକି ନିଜେ ଚଲେଇଲେ, ଫିଲ୍ କଲେ ଆଚ୍ଛା ଟ୍ୟାକ୍ସି ଡ୍ରାଇଭର ଲାଇଫ ଏଇଆ। ତାପରେ ବର୍ଷେ ପରେ ଆସିଲେ ସିନେମା କରିବା ପାଇଁ। ସେ ବର୍ଷର ବହୁତ ଗୁଡାଏ ଅସ୍କାର ସେ ପାଇଥିଲା। ତ ମୁଖ୍ୟ କଥା ଆକ୍ଟର ଏଇଭଳିଆ ହବା ଦରକାର। ଆମର ଏଠି ଟ୍ୟାକ୍ସି ଡ୍ରାଇଭରକୁ ନେଇ କମ ଫିଲ୍ମ ତିଆରି ହୁଏ ସେଇଭଳି କ୍ୟାରେକ୍ଟର। ଏକ୍ସାକ୍ଟଲି। ଏବଂ ସେଇଭଳି କ୍ୟାରେକ୍ଟରାଇଜେସନ ବହୁତ କମ ହୁଏ। ଏବେ କିନ୍ତୁ ଓଟିଟି ଜମାନାରେ ନୂଆ ନୂଆ ଏକ୍ସପେରିମେଣ୍ଟ ଆରମ୍ଭ ହେଲାଣି। ଭଲ ଭଲ ଲୋକମାନେ, ଭଲ ଭଲ ଡିରେକ୍ଟର ମାନେ ଯୋଉମାନଙ୍କୁ ଆଉ ସୁଯୋଗ ବଡ ମିଳୁନଥିଲା, ଧନୀ ଲୋକମାନଙ୍କର ଗୋଟେ କ୍ୟାରେକ୍ଟର ହେଇଥିବ, ସେଥିରେ ହିରୋ ବାହାରୁଥିବ, ବଡ ଗାଡି ଚଢୁଥିବ। ବାଦ ବି ଆଉ ଗୋଟେ ଦୁନିଆ ଅଛି, ଓଟିଟି ଦୁନିଆରେ, ଡିଜିଟାଲ ଦୁନିଆରେ ନୂଆ ନୂଆ କ୍ୟାରେକ୍ଟର ସବୁ ତିଆରି ହଉଛି। ଯେମିତି 70 ଦଶକରେ ଟ୍ୟାକ୍ସି ଡ୍ରାଇଭରର କାହାଣୀ ହିଟ୍ ହେଇଥିଲା, ସେମିତି ଆଜିର ଦିନରେ ଛୋଟ ଛୋଟ ଘଟଣାକୁ ନେଇକି ବି କାହାଣୀ ତିଆରି କରାଯାଇ ପାରିବ। ନିହାତି। ମୁଁ ସାର୍ କହିଲିନି 4.5 କୋଟି ଲୋକ, ଆଉ ସେତେବେଳେ ଆପଣ ବି ସୁପରଷ୍ଟାର ବନିଯିବେ। ମୁଁ ସେଇ କଥା ସାର୍ କହିଲି, 4.5 କୋଟି ଲୋକ, ତାମାନେ କେତେ କାହାଣୀ ନଥିବ? 4.5 କୋଟି କାହାଣୀ ଅଛି, କେତେ କାହାଣୀ ନଥିବ? ତ ଆଜିକା ଡେଟରେ ସେ ଟ୍ରେଣ୍ଡ ଆସୁଛି, ସମୟ ବଦଳୁଛି, ତ ଆହୁରି ଟାଇମ ଲାଗିବ। ବଦଳି ଯାଉଥିବା ସମୟରେ ଆପଣ କୋଉ ଭୂମିକାରେ ରହିବେ ବୋଲି ଭାବୁଛନ୍ତି? ମୁଁ ଏଇ ଆକ୍ଟର ଭୂମିକାରେ ହିଁ ରହିବା ପାଇଁ ଚାହୁଁଛି। ଆକ୍ଟର ନା ସୁପରଷ୍ଟାର ହେବେ? ନାଇଁ ମୁଁ ଆକ୍ଟର ହିସାବରେ ହିଁ ବଞ୍ଚିବା ପାଇଁ ଚାହୁଁଛି। ଷ୍ଟାରିଜିମ୍ ମତେ ଜଣା ନାହିଁ, ଯାହା ଶୁଣିଛି ଦେଖିଛି। ଯଦି ତାହା ଷ୍ଟାରିଜିମ୍, ତାହେଲେ ମତେ ସେମିତିକା ଷ୍ଟାରିଜିମ୍ ଦରକାର ନାହିଁ ନା। ମତେ ଯୋଉଠି ପଡିଲେ ନିଦ ହେଇଯାଉଥିବ, ଭୋକ ଲାଗିଲା ଟାଇମର ଖାଇବା ଗଣ୍ଡେ ଥିବ, କାମ କରୁଥିବି 24/7, ଏତିକି ହିଁ ଦରକାର। ତ ଗ୍ୟାଙ୍ଗସ୍ ଅଫ୍ ପୁରୀ ହିଟ୍ ହବ ସିଜନ 2? ଲାଗୁଛି ଲୋକମାନେ ତ ଏତେ ଆଦୃତ କରିଥିଲେ 1 କୁ, ସିଜନ 2 କୁ ବି ବହୁତ ସାରା ଭଲ ପାଇବା ଦେବେ। ଅଲଗା ପ୍ରକାରର ହେଇଛି, ହଁ ବହୁତ ଭାଉଲେନ୍ସ ଅଛି, ବହୁତ ବ୍ରୁଟାଲ ଅଛି, ତ କିନ୍ତୁ ଆଶା ଅଛି ଲୋକ ଭଲ ପାଇବା ଦେବେ ସିଜନ 1। ବହୁତ ଧନ୍ୟବାଦ କେକେ, ଆପଣଙ୍କର ଏଇ ପୁରା ପଡକାଷ୍ଟରେ ଆପଣଙ୍କର ଯୋଉ ମନ୍ତବ୍ୟ ରହିଲା ଯେ ଜୀବନକୁ ନେଇ ଆପଣ ବହୁତ କିଛି ଭାବନ୍ତିନି। ନା, ମୁଁ ଆକ୍ଟିଂ ଛଡା ଆଉ କିଛି ଭାବେ ହିଁ ନାହିଁ। ଗୋଟେ ଭଲ ଚରିତ୍ର ହିଁ ରହିବା ପାଇଁ ଆପଣ ସବୁବେଳେ ଚାହାନ୍ତି। ବହୁତ ଧନ୍ୟବାଦ କେକେ, ଆପଣଙ୍କର ଆଜିର କାର୍ଯ୍ୟକ୍ରମରେ ଯୋଗଦାନ ଏବଂ ଆଜିର ପଡକାଷ୍ଟ ଲାଇଭ୍ 360ରେ ଯୋଉ ମତ ରଖିଲେ, ମୁଁ ଭାବୁଛି ଆପଣଙ୍କୁ ବହୁତ ଖୁସି କରିବ। ଜୀବନ ଦର୍ଶନ ସହଜ ଆଉ ସରଳ ଭାବରେ ଜୀବନକୁ ବୁଝିବା ନିହାତି ଜରୁରୀ। କେକେଙ୍କ କାହାଣୀ, କେକେ ବହୁତ ବଡ଼ ଆକ୍ଟର ନ ହେଇପାରନ୍ତି, କିନ୍ତୁ ଜଣେ ପ୍ରଭାବଶାଳୀ ଆକ୍ଟର, एकथा आपण निश्चित स्वीकार करेंगे। बहुत धन्यवाद केके, धन्यवाद।